ଆଜିର ରାଶିଫଳ 25 ସେପ୍ଟେମ୍ବର 2024 ପଢ଼ନ୍ତୁ ନିଜର ରାଶିଫଳ। ମେଷ ରାଶିର ଲୋକମାନଙ୍କ ପାଇଁ ଦିନଟି ଭଲରେ କଟିବ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ରିଅଲ ଇଷ୍ଟେଟ୍ ଦୃଷ୍ଟିରୁ ଆପଣଙ୍କର ଲାଭ ପାଇବେ ଏବଂ ବ୍ୟବସାୟରେ ଆପଣଙ୍କର ଯୋଜନା ସଫଳ ହେବ। ଆପଣଙ୍କର ନିଜ ପିତାଙ୍କ ଆଶୀର୍ବାଦରୁ ସରକାରଙ୍କ ଠାରୁ ସମ୍ମାନିତ ହେବାର ସମ୍ଭାବନା ରହିଛି ଏବଂ ଆପଣଙ୍କର ମନ ବହୁତ ଖୁସି ରହିବ। ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେତୁ ଆପଣଙ୍କୁ ସନ୍ଧ୍ୟାରେ ବହୁତ ଦୌଡ଼ିବାକୁ ପଡ଼ିପାରେ। ବୃଷ ରାଶିର ଲୋକମାନଙ୍କ ପାଇଁ ଦିନଟି କ୍ୟାରିୟର ଦୃଷ୍ଟିରୁ ସଫଳତାରେ ପରିପୂର୍ଣ୍ଣ ହେବ ଏବଂ ଆପଣଙ୍କର ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ। ଆପଣ ନିର୍ଭୟରେ ଅନୁଭବ କରିବେ ଏବଂ ଆପଣ ନିଜର କାମକୁ ସମ୍ପୂର୍ଣ୍ଣ ସାହସର ସହିତ କରିବେ। ବିନା ଦ୍ୱିଧାରେ ଆପଣ ନିଜ କାମକୁ ସହଜରେ ସମାପ୍ତ କରିବେ। ଆଜି ଆପଣ ଜୀବନସାଥୀଙ୍କ ସହିତ ବହୁତ ଆନ୍ତରିକ ସମ୍ପର୍କ ରହିବ ଏବଂ ଏକତ୍ର ଆପଣ କିଛି ଭଲ କାମ କରିବେ। ମିଥୁନ ରାଶିର ଲୋକମାନେ ଭାଗ୍ୟଶୀଳ ରହିବେ। ଦିନ ଅତିବାହିତ କରିବାକୁ ଯାଉଛନ୍ତି ଏବଂ ମନେ ରଖନ୍ତୁ ଯେ ଆପଣ ଯାହା କୁହନ୍ତି ତାହା ଅନ୍ୟମାନଙ୍କୁ ଖରାପ ଭାବିବା ଉଚିତ ନୁହେଁ। ଆନୁଷ୍ଠାନିକତା ସହିତ ଜଡ଼ିତ ରୁହନ୍ତୁ ନାହିଁ ଏବଂ ଆପଣଙ୍କର କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଯାହା କହିବାକୁ ଚାହୁଁଛନ୍ତି ତାହା ବିନା ଦ୍ୱିଧାରେ କୁହନ୍ତୁ। ଯଦି ଆପଣଙ୍କର ଟଙ୍କା କୌଣସି ସ୍ଥାନରେ ଅଟକିଛି ଆପଣ ଆଜି ଫେରି ପାଇବେ। ବୁଦ୍ଧିମାନ ଭାବରେ ନିଆଯାଇଥିବା ନିଷ୍ପତ୍ତି ଲାଭଦାୟକ ହେବ। କର୍କଟ ରାଶିର ଲୋକଙ୍କୁ ସତର୍କତାର ସହିତ ଜୀବନ ବିତାଇବାକୁ ପଡ଼ିବ। ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ। ଆପଣଙ୍କର କାହା ସହିତ ଝଗଡ଼ା ହେବାର ସମ୍ଭାବନା ରହିଛି। ଆପଣ କେବଳ କଠିନ ପରିଶ୍ରମ ଦ୍ୱାରା ଆପଣଙ୍କ କାର୍ଯ୍ୟରେ ସଫଳ ହେବାକୁ ସମର୍ଥ ହେବେ। ସାମଗ୍ରିକ ଆରାମ ପାଇଁ ଅଧିକ ଖର୍ଚ୍ଚ ହେବ। ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଏବଂ ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ସିଂହ ରାଶିର ଲୋକମାନଙ୍କ ପାଇଁ ଦିନଟି ଶୁଭ ଲାଭରେ ପରିପୂର୍ଣ୍ଣ ହେବ ଏବଂ ଆପଣଙ୍କର ମନ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବ। ଆତ୍ମବିଶ୍ୱାସ ଆଧାରରେ କରାଯାଇଥିବା ପ୍ରୟାସ ସଫଳ ହେବ ଏବଂ ଆପଣଙ୍କର ମନ ବହୁତ ଖୁସି ହେବ। ଆପଣଙ୍କ ପୁରୁଣା ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରେ ଏବଂ ତୁମେ ଅଳ୍ପ ଖର୍ଚ୍ଚ କରି ଅନେକ ଗୁଣ ଲାଭ ପାଇବ। ଆଜି ନୂଆ ଯୋଜନା ଉପରେ କାମ ଆରମ୍ଭ କରିବ। ଆପଣଙ୍କର ସାହସ ଦେଖିବା ପରେ ଶତ୍ରୁମାନେ ନିରାଶ ହୋଇପଡ଼ିବେ। କନ୍ୟା ରାଶିର ଲୋକମାନଙ୍କ ପାଇଁ ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ଆପଣଙ୍କର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହୀ ହେବେ। ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଆପଣ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଘରର ସମସ୍ୟା ସମାଧାନ ହେବ। ସରକାରୀ ସହାୟତା ମଧ୍ୟ ଉପଲବ୍ଧ ହେବ। ସୂର୍ଯ୍ୟାସ୍ତ ସମୟରେ ହଠାତ୍ ଲାଭ ହେବାର ସମ୍ଭାବନା ଅଛି। ଆଜି ତୁଳା ରାଶିର ଲୋକମାନଙ୍କ ପାଇଁ ଲାଭରେ ପରିପୂର୍ଣ୍ଣ ଦିନ ଏବଂ ଆଜି ଆପଣ ବିଶେଷ ସଫଳତା ପାଇବେ ଏବଂ ନୂତନ ଆୟର ଉତ୍ସ ସୃଷ୍ଟି ହେବ। ଆପଣ ନିଜର ବ୍ୟବହାର ହେତୁ ବିଶେଷ ସମ୍ମାନ ପାଇବେ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ପାଣିପାଗ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ସାବଧାନ ରୁହନ୍ତୁ। ଆପଣ ନିଜର ଜୀବନସାଥୀଙ୍କ ଠାରୁ ସମର୍ଥନ ପାଇବେ। ଭାଗ୍ୟ ବିଛା ରାଶିର ଲୋକଙ୍କ ସପକ୍ଷରେ ଅଛି ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୌଣସି ସ୍ଥାନରୁ ବିଚାରାଧୀନ ଟଙ୍କା ପାଇବା ଦ୍ୱାରା ଅଟକି ରହିଥିବା କାମ ପୁଣି ଆରମ୍ଭ ହେବ। ଆପଣଙ୍କ ପରିବାରରେ ସୁଖ ଶାନ୍ତି ଏବଂ ସ୍ଥିରତା ରହିବ। ଯଦି ଆପଣ ଆପଣଙ୍କର ଚାକିରି କିମ୍ବା ବ୍ୟବସାୟରେ କିଛି ନୂତନତା ଆଣିପାରିବେ ଏହା ଆପଣଙ୍କର ପାଇଁ ଲାଭଦାୟକ ହେବ। ଧନୁ ରାଶିର ଲୋକମାନେ ଆର୍ଥିକ ଲାଭ ପାଇବେ ଏବଂ ଆପଣଙ୍କର ବିରୋଧୀମାନେ ଆପଣଙ୍କ ବିରୁଦ୍ଧରେ କିଛି କରିବାକୁ ସମର୍ଥ ହେବେ ନାହିଁ। କିଛି ଶୁଭ କାର୍ଯ୍ୟରେ ଭାଗ ନେବାକୁ ଆପଣଙ୍କୁ ସନ୍ଧ୍ୟାଠାରୁ ରାତି ପର୍ଯ୍ୟନ୍ତ ଏକ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିପାରେ। ମକର ରାଶିର ଲୋକଙ୍କ ଦିନଟି ଭଲରେ କଟିବ। ସହଭାଗିତା ଦୃଷ୍ଟିରୁ ଆପଣ ଉପକୃତ ହେବେ। ଦୈନନ୍ଦିନ ଘରୋଇ କାର୍ଯ୍ୟ ସମାପ୍ତ କରିବାକୁ ଆଜି ଏକ ସୁବର୍ଣ୍ଣ ସୁଯୋଗ ମିଳିବ। ଯଦି ଆପଣ ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ନିୟମ ଅନୁସରଣ କରନ୍ତି ତେବେ ଆପଣ ସଫଳତା ପାଇବେ। ଏକାଥରକେ ଏକାଧିକ ପ୍ରକାର କାମ କରିବା ଦ୍ୱାରା କ୍ଷତି ହୋଇପାରେ। କୁମ୍ଭ ରାଶି ଆଜି ଯଦି ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ତେବେ ଏହା ଭଲ ହେବ, ନଚେତ୍ ଆପଣ କ୍ଷତି ସହିପାରନ୍ତି। ବ୍ୟବସାୟ ଦୃଷ୍ଟିରୁ ଦିନଟି ସୁଖଦ ହେବ। ଶୀଘ୍ର ଏକ ଭୁଲ ହୋଇପାରେ, ତେଣୁ ସବୁକିଛି ଚିନ୍ତା କରି ଆଗକୁ ବଢ଼ନ୍ତୁ। ଯଦି ଆପଣଙ୍କର କାହା ସହିତ କୌଣସି ବିବାଦରେ ଜଡ଼ିତ ନ ହୁଅନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ମୀନ ରାଶିର ଲୋକମାନଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ବ୍ୟବସାୟରେ ରିସ୍କ ନେବା ଠିକ୍ ନୁହେଁ ଏବଂ ଆପଣ କ୍ଷତି ସହିପାରନ୍ତି। ଧୈର୍ଯ୍ୟ ଏବଂ ଭଦ୍ର ଆଚରଣ ସହିତ ସମସ୍ୟାର ସମାଧାନ ହେବ।